ସିଏ 7 ହଜାର ମୁଣ୍ଡ ନ ପୁରେଇଥାନ୍ତା କିଛି ହେଇନଥାନ୍ତା। ସିଏ 7 ହଜାର ମୁଣ୍ଡ ନ ପୁରେଇଥାନ୍ତା କିଛି ହେଇନଥାନ୍ତା। ସିଏ ମେନେ ପୁରେଇ ଦେଲା ସମସ୍ତଙ୍କର ଚୁପ୍। କହିଲା ସେ କଣ ମାରି ଦଉଥିଲା ନା କଣ? କେଇଟାକୁ ମାରୁଥିଲେ ଧମକି? ମତେ ମାରି ପାରୁନାହାନ୍ତି। ଆମେ କଣ କରିବୁ ବୋଲ ଆମକୁ ତ ଧମକେଇଲେ ମୁଁ କଣ କରିବି? ମୁଁ ସିନା ଘରେ ବସିଲି, ସିଏ ତ ସବୁବେଳେ ବାହାରେ ବୁଲୁଛନ୍ତି। ରାତି ଅଧା 3 ପରେ ସେ ଘରକୁ ପଳଉଛନ୍ତି। ତାଙ୍କର ଯଦି ଭଲ ମନ୍ଦ କଣ କରିଦେଇଥାନ୍ତେ। ଦେଖୁଛ ତ ଲିଟୁ ଦାସକୁ ଦିନ 2 ପରେ ପୋଡିକି ମାଇଲେ, ଆଉ କଣ କରିବ? ତାପରେ ଇଏ କହିଛନ୍ତି ଏମିତି ସେ ପଳେଇଛନ୍ତି ନା କୋଉଠି ଅଛ କୁହ? ଆଙ୍କୁ କହିଲେ, ଇଏ କହିଲେ ମୁଁ ଜାଣିନି ସେ କୋଉଠି ନା ତୋ ସ୍ତ୍ରୀ କୁଆଡେ ଯାଇ ତୁ ଜାଣିନୁ? ତାପରେ ଏମିତି କହିକି ଜବରଦସ୍ତି ଆଉ ତମେ ବି ଲାଷ୍ଟକୁ ତାଙ୍କ କଥାରେ ଭୟ ପାଇକି ଆଉ ଦେଇଦେଲ। କଣ କରିବି ତମେ କହିଲ? ମୁଁ ମତେ କହିଲେ ଏମିତି ଧମକେଇଲେ, ମୁଁ କଣ କରିବି? ମୁଁ କାଲି ଠାରୁ ଏଇ କଥା ସମସ୍ତଙ୍କ କହୁଛି, ମୋର ଭୁଲ ନାହିଁ ରେ ତମେ। ମୁଁ ତମ ପାଇଁ କେତେ କରିଛି ତମେ ଜାଣିନା। ମୁଁ ବହୁତ ସତର୍କ ହେଇକି ଆସିଛି ବି ନେଲି ମୋଠୁ। କଣ ଧମକେଇଲେ? କହିଲେ ବା ଏଇଆ, କହିଲେ ଭଲ ମନ୍ଦ ଯାହା ହବ ଆଉ ବୁଝିବନି ସେତେବେଳକୁ ତମେ ଦେଇଛ ମାନେ ଦବ, ଦବନି କଣ ପାଇଁ? କାହିଁକି କଣ ପାଇଁ ଦବନି? ଏମିତି ମାନେ ବହୁତ କଥା କହିଛନ୍ତି ହେଲା। କିଏ ଆଇଥିଲେ? ସେ ସବୁ ସେ ଯୋଉ ତେଡକା ପିଲା ବା ସେଇ ନୂଆ ଗାଁ ଧନିଆଗଡା ପିଲା ସବୁ। ସେ ସବୁ ସେ ଧନିଆପଡା ନୂଆ ଗାଁ ପିଲା 5 ଜଣ ତ ଆଉ। ମତେ ତ କହିନ ସାଇନ ଦେଇଛ ବୋଲି। କହିନି, ଫୋନ ପାଖରେ ନାହିଁ। ଇଏ ଫୋନ କରିଥିଲେ ମୁଁ କହିଥାନ୍ତି। ତାପରେ ଇଏ ବି ସକାଳୁ ଆଉ ଫୋନ କରିନାହାନ୍ତି। ମୁଁ ଏଇନା ଗାଧେଇ ଆସିଥିଲି ଫୋନ କରିଥାନ୍ତି ସେ ଭାଉଜ ମୋବାଇଲ ରେ। ତାପରେ ୟାଙ୍କୁ କହିଥାନ୍ତି, ଇଏ ତ ଏଇ ସାଙ୍ଗେ ସାଙ୍ଗେ ଫୋନ କଲେ। ଆଉ ମୁଁ କଣ କରିବି ସ୍ୱାମୀ? ମତେ ଯେତେ ଭୁଲ ବୁଝୁଛ ବୁଝ ପଛେ ମୁଁ ତମ ପଟୁଆ ଥିଲି ହେଲା। ମୁଁ ସପଟରେ ସବୁଦିନ ଅଛି, ଦେଇକି ବି ଦସ୍ତଖତ ତମ ପଟରେ ଅଛି, ଏଇଟା ମନେ ରଖ। ଦସ୍ତଖତ ନେଇଗଲେ ଆଉ କଣ କହିଲେ? କହିଲେ କେତେ କଥା କହିଲେ ଆଉ ଯିବା ପାଇଁ କହିଲେ ଏଇଠି ସେଠେଇକି ଏମିତି କହିଲେ। ମୁଁ କୋଉ କଥା ରାଜି ହେଲେନି। କହିଲେ ଆଉ ତମେ ଦସ୍ତଖତ ଦେଲା ଆଉ ମୁଁ କହିଲି ହଉ ତମେ ଯାଅ। ମୁଁ ତାଙ୍କୁ କହିଲି ଛୁଆଙ୍କୁ, କହିଲେ ହଉ ତମେ ଯାଅ ନା ସେ ତ କହିଲେ ଆମ ସାଙ୍ଗରେ ଚାଲ ରହିବ କି ଭଲ ମନ୍ଦ କରିବ। କୋଉଠି ତାଙ୍କ ସାଙ୍ଗେ ଯିବି? ମୁଁ କଣ ତାଙ୍କ ସାଙ୍ଗେ ଯିବି? କଣ ସେ କଣ ଆମକୁ ନେଇକି କୋଉଠି ମାରିବେ ବଞ୍ଚେଇବେ? ଆମେ ଯାଇ ମାରିବ ତାଙ୍କ ଗୋଟେ ସାଙ୍ଗେ ସେ କହିବେ ତମେ ଚାଲ ସୋମବାର ଦିନ ନୋଟିଫିକେସନ କରିବେ, କହିବେ ସିଗ୍ନେଚର ଭେରିଫାଇ ହବ, ତାପରେ ଅନାସ୍ଥା ପାଇଁ ଭୋଟ ଦବାକୁ ଯିବ, ମାନେ ମତ ହଟେଇବା ପାଇଁ। କିଏ କହିବେ? ଏ ସେ ସାଙ୍ଗେ ଡାକିକି ନେବେ ନା, ତମ କଲେକ୍ଟର ଅଫିସ ଡାକିକି ନେବେ। ସେଠି ଯାଇ ତମେ ସିଗ୍ନେଚର ମାରିକି ଆସିବ, ଭିଡ ହବ। ତାପରେ ଏପଟେ ତ ଲୋକ ଲଜେଇବା ନିଜ ୱାର୍ଡରେ ନିଜ ଗାଁରେ ଲୋକ କଣ କହିବେ ସେଇଟା ବି ନିଜ ଭାବିକି ଚାଲ। ଲଜ୍ଜା ତ ନିଜ ଲଜ୍ଜା, ଘର ପାଖ ଲୋକ ହେଇକି ଦସ୍ତଖତ ଦେଲୁ ଆଉ ନିଜ ଲଜ୍ଜା ନୁହଁ ଆଉ କଣ? ଆମେ ଶୁଣ ସତ କଥା କହୁଛି, ସିଏ 7 ହଜାର ମୁଣ୍ଡ ନ ପୁରେଇଥାନ୍ତା କିଛି ହେଇନଥାନ୍ତା। ସିଏ ମେନେ ପୁରେଇ ଦେଲା ସମସ୍ତଙ୍କର ଚୁପ୍। କହିଲା ସେ କଣ ମାରି ଦଉଥିଲା ନା କଣ? କେଇଟାକୁ ମାରୁଥିଲେ ଧମକି? ମତେ ମାରି ପାରୁନାହାନ୍ତି। ଆମେ କଣ କରିବୁ ବୋଲ ଆମକୁ ତ ଧମକେଇଲେ ଆଉ ମୁଁ କଣ କରିବି? ମୁଁ ସିନା ଘରେ ବସିଲି, ସିଏ ତ ସବୁବେଳେ ବାହାରେ ବୁଲୁଛନ୍ତି। ରାତି ଅଧା 3 ପରେ ସେ ଘରକୁ ପଳଉଛନ୍ତି। ତାଙ୍କର ଯଦି ଭଲ ମନ୍ଦ କଣ କରିଦେଇଥାନ୍ତେ। ଦେଖୁଛ ତ ଲିଟୁ ଦାସକୁ ଦିନ 2 ପରେ ପୋଡିକି ମାଇଲେ, ଆଉ କଣ କରିବ? ମୁଁ ପବି କଣ ଫବି କାହା କରିବି? ସହିତ କଥା ହେଇଛ ନା ହେଇନ? ଆଁ? ପବି କାହା ସହିତ କଥା ହେଇଛ ନା? ନାଇଁ କାହା ସାଙ୍ଗରେ କଥା ହେଇନି। ମୁଁ କାହା ସାଙ୍ଗରେ କଥା ହେଇନି। ଖାଲି ଏଇଠି ଅଛି। ମୁଁ ଏଇନା ସେଇ କଥା କହୁଥିଲି। ମୁଁ କହିଲି ବୋଉ ଭାଇଙ୍କ ସାଙ୍ଗରେ କଥା ହେଇଥାନ୍ତି, ସିଏ ଫୋନ କଲେ। ତାହେଲେ କଣ କରିବ? ତମେ ଗୋଟା କଥା କରୁନ, ଦାଦାର କଣ ତମର କରିବି? କଥାବାର୍ତ୍ତା ହେଇକି କୋଉଠି ବାହାରକୁ ଟିକେ ପଳଉନ। କାରଣ ମେନ୍ ସିଗ୍ନେଚର ଭେରିଫିକେସନ ଟା ହବ ନା, ସେଠିକି ନ ଗଲେ ବି ଜିନିଷ ଟା ଇଏ ହେଇପାରିବ। ତାପରେ ଭୋଟିଂ ହବ। ଦସ୍ତଖତ ଆମେ ଦେଇ ସାଇଲେଣି, ସେଥିପାଇଁ ଯଦି ନ ଯିବି କଣ କରିବି? ମାରଧର କରିବେନି। ମାରଧର ତମେ ବାହାରକୁ ପଳଉନ 2 ଜଣ ଯାକ ମୋବାଇଲ ସୁଇଚ୍ ଅଫ୍ କରିକି। ଆସିଲେ ଫେଣେ ସିନା ପଳେଇବି ଏବେ। ଆସିଲେ କଣ କରିବେ? ଆସିଲେ ତମେ କଣ ଭାବୁଛ ତମକୁ ମାରିଦେବେ ନା କଣ ଭାବୁଛ? ଆଜିକାଲି ସେ ଯୁଗ ନାହିଁ ଆଉ। ମତେ କଣ ଧମକଉନାହାନ୍ତି, ମତେ କେତେ ହେଲେ ମାରି ଦଉଛନ୍ତି। ମୁଁ ଏଇ କଥା ଏଇଠି କହୁଛି ଆମର ତମ ଭଳିଆ ବୋଉ। ସାହସୀ ଲୋକ ଯଦି ଡରିବ, ମୁଁ ଆଉ କଣ କହିବି କହିଲ? ମୁଁ ବହୁତ ସାହସ କରିଛି, ମିଛ ନୁହଁ। 5 ଦିନ କାଳ ମୁଁ ତାଙ୍କୁ ରିଟର୍ଣ କରିଛି। 5 ଦିନ ରାତି 3ଟା 2ଟା ଯାକେ ବି ମୁଁ କାନ୍ଦି ରହିଛି। ଫେରେଇ ହେଇପାରିଲା ନାହିଁ। ସେ ଧମକେଇକି ଧମକେଇଲେ ଯେତେବେଳେ ମୋ ସ୍ୱାମୀ ଟାକୁ ଯେତେବେଳେ ଭଲ ମନ୍ଦ କରିଦେବେ, ମୁଁ କାହା ନେଇ ଚଳିବି କହିଲ?